ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡିର ବିପର୍ଯ୍ୟୟ ଘଟିଛି। ଓଡ଼ିଶା ରାଜନୀତିର ଅଭିଜ୍ଞ ରାଜନୀତିଜ୍ଞ ତଥା ବିଜେଡିର ବରିଷ୍ଠ ରାଜନେତା ଅତନୁ ସବ୍ୟସାଚୀ ନାୟକ ନବଗତ ବିଜେପି ପ୍ରାର୍ଥୀ ଡକ୍ଟର ଦୁର୍ଗା ପ୍ରସାଦ ନାୟକଙ୍କଠାରୁ ପ୍ରାୟ 34,000 ଭୋଟରେ ପରାସ୍ତ ହୋଇଛନ୍ତି। ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ବିଜେପି ପ୍ରାର୍ଥୀ ଡକ୍ଟର ଦୁର୍ଗା ପ୍ରସାଦ ନାୟକ ଜିତିବା ପରେ ଦଳୀୟ କର୍ମୀଙ୍କ ମହଲରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇଥିଲା। ଦଳୀୟ କର୍ମୀମାନେ ବାଣ ଫୁଟାଇ ବିଜୟକୁ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି। ଡକ୍ଟର ଦୁର୍ଗା ପ୍ରସାଦ ବିଜୟ ହେବା ପରେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦୀର୍ଘ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ସେ ମହାକାଳପଡ଼ାରେ ଉନ୍ନତି ପାଇଁ ନିଶ୍ଚିତ ଉଦ୍ୟମ କରିବେ। ମହାକାଳପଡ଼ାର ମୌଳିକ ସମସ୍ୟାର ସମାଧାନ କରିବେ। ଏହି ବିଜୟ ମହାକାଳପଡ଼ାବାସୀଙ୍କର ବୋଲି ଡକ୍ଟର ଦୁର୍ଗା ପ୍ରସାଦ ନାୟକ କହିଛନ୍ତି। ମହାକାଳପଡ଼ାରୁ ଦୈତାରୀ ପଣ୍ଡାଙ୍କ ରିପୋର୍ଟ, ଯୁବଶକ୍ତି ନ୍ୟୁଜ୍ ଓଡ଼ିଶା। ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡିର ବିପର୍ଯ୍ୟୟ ଘଟିଛି। ଓଡ଼ିଶା ରାଜନୀତିର ଅଭିଜ୍ଞ ରାଜନୀତିଜ୍ଞ ତଥା ବିଜେଡିର ବରିଷ୍ଠ ରାଜନେତା ଅତନୁ ସବ୍ୟସାଚୀ ନାୟକ ନବଗତ ବିଜେପି ପ୍ରାର୍ଥୀ ଡକ୍ଟର ଦୁର୍ଗା ପ୍ରସାଦ ନାୟକଙ୍କଠାରୁ ପ୍ରାୟ 34,000 ଭୋଟରେ ପରାସ୍ତ ହୋଇଛନ୍ତି। ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ବିଜେପି ପ୍ରାର୍ଥୀ ଡକ୍ଟର ଦୁର୍ଗା ପ୍ରସାଦ ନାୟକ ଜିତିବା ପରେ ଦଳୀୟ କର୍ମୀଙ୍କ ମହଲରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇଥିଲା। ଦଳୀୟ କର୍ମୀମାନେ ବାଣ ଫୁଟାଇ ବିଜୟକୁ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି। ଡକ୍ଟର ଦୁର୍ଗା ପ୍ରସାଦ ବିଜୟ ହେବା ପରେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦୀର୍ଘ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ସେ ମହାକାଳପଡ଼ାରେ ଉନ୍ନତି ପାଇଁ ନିଶ୍ଚିତ ଉଦ୍ୟମ କରିବେ। ମହାକାଳପଡ଼ାର ମୌଳିକ ସମସ୍ୟାର ସମାଧାନ କରିବେ। ଏହି ବିଜୟ ମହାକାଳପଡ଼ାବାସୀଙ୍କର ବୋଲି ଡକ୍ଟର ଦୁର୍ଗା ପ୍ରସାଦ ନାୟକ କହିଛନ୍ତି। ମହାକାଳପଡ଼ାରୁ ଦୈତାରୀ ପଣ୍ଡାଙ୍କ ରିପୋର୍ଟ, ଯୁବଶକ୍ତି ନ୍ୟୁଜ୍ ଓଡ଼ିଶା। ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡିର ବିପର୍ଯ୍ୟୟ ଘଟିଛି। ଓଡ଼ିଶା ରାଜନୀତିର ଅଭିଜ୍ଞ ରାଜନୀତିଜ୍ଞ ତଥା ବିଜେଡିର ବରିଷ୍ଠ ରାଜନେତା ଅତନୁ ସବ୍ୟସାଚୀ ନାୟକ ନବଗତ ବିଜେପି ପ୍ରାର୍ଥୀ ଡକ୍ଟର ଦୁର୍ଗା ପ୍ରସାଦ ନାୟକଙ୍କଠାରୁ ପ୍ରାୟ 34,000 ଭୋଟରେ ପରାସ୍ତ ହୋଇଛନ୍ତି। ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ବିଜେପି ପ୍ରାର୍ଥୀ ଡକ୍ଟର ଦୁର୍ଗା ପ୍ରସାଦ ନାୟକ ଜିତିବା ପରେ ଦଳୀୟ କର୍ମୀଙ୍କ ମହଲରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇଥିଲା। ଦଳୀୟ କର୍ମୀମାନେ ବାଣ ଫୁଟାଇ ବିଜୟକୁ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି। ଡକ୍ଟର ଦୁର୍ଗା ପ୍ରସାଦ ବିଜୟ ହେବା ପରେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦୀର୍ଘ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ସେ ମହାକାଳପଡ଼ାରେ ଉନ୍ନତି ପାଇଁ ନିଶ୍ଚିତ ଉଦ୍ୟମ କରିବେ। ମହାକାଳପଡ଼ାର ମୌଳିକ ସମସ୍ୟାର ସମାଧାନ କରିବେ। ଏହି ବିଜୟ ମହାକାଳପଡ଼ାବାସୀଙ୍କର ବୋଲି ଡକ୍ଟର ଦୁର୍ଗା ପ୍ରସାଦ ନାୟକ କହିଛନ୍ତି। ମହାକାଳପଡ଼ାରୁ ଦୈତାରୀ ପଣ୍ଡାଙ୍କ ରିପୋର୍ଟ, ଯୁବଶକ୍ତି ନ୍ୟୁଜ୍ ଓଡ଼ିଶା। ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡିର ବିପର୍ଯ୍ୟୟ ଘଟିଛି। ଓଡ଼ିଶା ରାଜନୀତିର ଅଭିଜ୍ଞ ରାଜନୀତିଜ୍ଞ ତଥା ବିଜେଡିର ବରିଷ୍ଠ ରାଜନେତା ଅତନୁ ସବ୍ୟସାଚୀ ନାୟକ ନବଗତ ବିଜେପି ପ୍ରାର୍ଥୀ ଡକ୍ଟର ଦୁର୍ଗା ପ୍ରସାଦ ନାୟକଙ୍କଠାରୁ ପ୍ରାୟ 34,000 ଭୋଟରେ ପରାସ୍ତ ହୋଇଛନ୍ତି। ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ବିଜେପି ପ୍ରାର୍ଥୀ ଡକ୍ଟର ଦୁର୍ଗା ପ୍ରସାଦ ନାୟକ ଜିତିବା ପରେ ଦଳୀୟ କର୍ମୀଙ୍କ ମହଲରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇଥିଲା। ଦଳୀୟ କର୍ମୀମାନେ ବାଣ ଫୁଟାଇ ବିଜୟକୁ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି। ଡକ୍ଟର ଦୁର୍ଗା ପ୍ରସାଦ ବିଜୟ ହେବା ପରେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦୀର୍ଘ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ସେ ମହାକାଳପଡ଼ାରେ ଉନ୍ନତି ପାଇଁ ନିଶ୍ଚିତ ଉଦ୍ୟମ କରିବେ। ମହାକାଳପଡ଼ାର ମୌଳିକ ସମସ୍ୟାର ସମାଧାନ କରିବେ। ଏହି ବିଜୟ ମହାକାଳପଡ଼ାବାସୀଙ୍କର ବୋଲି ଡକ୍ଟର ଦୁର୍ଗା ପ୍ରସାଦ ନାୟକ କହିଛନ୍ତି। ମହାକାଳପଡ଼ାରୁ ଦୈତାରୀ ପଣ୍ଡାଙ୍କ ରିପୋର୍ଟ, ଯୁବଶକ୍ତି ନ୍ୟୁଜ୍ ଓଡ଼ିଶା। ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡିର ବିପର୍ଯ୍ୟୟ ଘଟିଛି। ଓଡ଼ିଶା ରାଜନୀତିର ଅଭିଜ୍ଞ ରାଜନୀତିଜ୍ଞ ତଥା ବିଜେଡିର ବରିଷ୍ଠ ରାଜନେତା ଅତନୁ ସବ୍ୟସାଚୀ ନାୟକ ନବଗତ ବିଜେପି ପ୍ରାର୍ଥୀ ଡକ୍ଟର ଦୁର୍ଗା ପ୍ରସାଦ ନାୟକଙ୍କଠାରୁ ପ୍ରାୟ 34,000 ଭୋଟରେ ପରାସ୍ତ ହୋଇଛନ୍ତି। ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ବିଜେପି ପ୍ରାର୍ଥୀ ଡକ୍ଟର ଦୁର୍ଗା ପ୍ରସାଦ ନାୟକ ଜିତିବା ପରେ ଦଳୀୟ କର୍ମୀଙ୍କ ମହଲରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇଥିଲା। ଦଳୀୟ କର୍ମୀମାନେ ବାଣ ଫୁଟାଇ ବିଜୟକୁ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି। ଡକ୍ଟର ଦୁର୍ଗା ପ୍ରସାଦ ବିଜୟ ହେବା ପରେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦୀର୍ଘ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ସେ ମହାକାଳପଡ଼ାରେ ଉନ୍ନତି ପାଇଁ ନିଶ୍ଚିତ ଉଦ୍ୟମ କରିବେ। ମହାକାଳପଡ଼ାର ମୌଳିକ ସମସ୍ୟାର ସମାଧାନ କରିବେ।
ଏହି ବିଜୟ ମହାକାଳପଡ଼ାବାସୀଙ୍କର ବୋଲି ଡକ୍ଟର ଦୁର୍ଗା ପ୍ରସାଦ ନାୟକ କହିଛନ୍ତି। ମହାକାଳପଡ଼ାରୁ ଦୌତାରୀ ପଣ୍ଡାଙ୍କ ରିପୋର୍ଟ, ଯୁବଶକ୍ତି ନ୍ୟୁଜ୍ ଓଡ଼ିଶା।